ଜନସ୍ୱାସ୍ଥ୍ୟରେ ଉନ୍ନତି, ଜଳବାହିତ ରୋଗ ହ୍ରାସ ଏବଂ ଜୀବନଶୈଳୀକୁ ସାବଲୀଳ କରିବା ପାଇଁ ଅମୃତ, ସୁଜଳ ଆଦି ଯୋଜନା ଏବଂ ଅର୍ଥ ଆୟୋଗ ଅନୁଦାନ ମାଧ୍ୟମରେ 2000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଏହି ପଦକ୍ଷେପ ବଢ଼ୁଥିବା ସହରାଞ୍ଚଳ ଜନସଂଖ୍ୟା ପାଇଁ ଜଳ ନିରାପତ୍ତା ସୁନିଶ୍ଚିତ କରିବାରେ ସରକାରଙ୍କ ନିଷ୍ଠାକୁ ପ୍ରତିଫଳିତ କରେ। ସ୍ୱଚ୍ଛ ଓଡ଼ିଶା। ପରିମଳ ହେଉଛି ମାନବ ବିକାଶର ସୂଚନାଙ୍କ। ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ଗ୍ରାମୀଣ ଓଡ଼ିଶାର କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ 300 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ସହରଗୁଡ଼ିକରେ କଠିନ, ତରଳ ଏବଂ ବର୍ଜ୍ୟ ଜଳ ପରିଚାଳନାକୁ ଉନ୍ନତ କରିବା ପାଇଁ ଏକ ନୂତନ ଯୋଜନା ସ୍ୱଚ୍ଛ ଓଡ଼ିଶା ଆରମ୍ଭ କରିବାକୁ ମୁଁ ପ୍ରସ୍ତାବ ଦେଉଛି। ଏହା ପାଇଁ 261 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖୁଛି। ଏହି ଯୋଜନାର ଏକ ବଡ଼ ସହରଗୁଡ଼ିକରେ ପୁରୁଣା ବର୍ଜ୍ୟବସ୍ତୁର 100% ଜୈବ ପ୍ରତିକାର, ବାୟୋଗ୍ୟାସ୍ କାରଖାନା ପ୍ରତିଷ୍ଠା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପ୍ରମୁଖ ପଦକ୍ଷେପ ଅନ୍ତର୍ଭୁକ୍ତ। ସ୍ୱଚ୍ଛ ଏବଂ ସୁସ୍ଥ ସହରୀ ପରିବେଶକୁ ସୃଷ୍ଟି କରିବା ସହ ପ୍ରତ୍ୟେକ ସହରାଞ୍ଚଳ ବାସିନ୍ଦାଙ୍କର ମର୍ଯ୍ୟାଦା ବଜାୟ ରଖିବା ଉଦ୍ଦେଶ୍ୟରେ ସ୍ୱଚ୍ଛ ଭାରତ ମିଶନ ଅଧୀନରେ 600 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଷ୍ଟର୍ମ ୱାଟର ଡ୍ରେନେଜ୍ ଏବଂ ସ୍ୱେରେଜ୍ ଆଣ୍ଡ ଡ୍ରେନେଜ୍ ପ୍ରୋଜେକ୍ଟ ଭଳି ଯୋଜନାରେ ଦକ୍ଷ ଡ୍ରେନେଜ୍ ବ୍ୟବସ୍ଥା ବିକଶିତ କରିବା ପାଇଁ 640 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।